ওম জয় শ্রী সীতারাম। অযোধ্যাকাণ্ড বাল্মীকি রামায়ণ দশরথ কৈকেয়ীଙ୍କ কথাবার্তা প্রথম ভাগ। কৈকেয়ী বহিলে আহে অযোধ্যার ମୋ ଆଗରେ କହିଅଛ তুমি କେତେ ଥର ସତ୍ୟ ଧର୍ମ ସର ବଳେ ଥାଏ ମୋର ମନ କେତେବେଳେ ନ କହି ମିଥ୍ୟାକୁ ବଚନ ବର ଦେବା ପାଇଁ କିମ୍ବା ହେଉଛ କୁଣ୍ଠିତ ମୋ ଗତେ ବାରମ୍ବାର କରୁଅଛ ସତ୍ୟ ଏହା ଶୁଣି କୋର ଭୟ ବୋଇଲେ ନୃପତି ଆର କୋର ବିନାଶିନୀ কৈকেয়ী ଅସତୀ ମୋତେ ମାରି ଏ ସଂସାରେ ରହିବୁ କି ଯଶ ନିଶ୍ଚୟ ଲାଗିବ ତତେ ପୁଂସ ହତ୍ୟା ରୋଷ ହେମନ୍ତ ବିଳାପ କରୁ କରୁ ଦଶରଥ ହସ୍ତିଗିରି ଶିଖରକ ଗଳେ ଛାୟାକାନ୍ତ ରାତ ଦଣ୍ଡି ଆକାଶରେ ଉଡ଼େ ହେଲେ ଶଶୀ ଆନନ୍ଦିତ ହେଲେ ଲୋକ ଲେଖି ଚନ୍ଦନେଶୀ ବହୁତ ବିଳାପ କର ସେ ବୁଦ୍ଧ ନୃପତି ରଜନୀକି ଚାହିଁ ଅତି କାତର କହନ୍ତି ଆଗ ରାତିରେ ଦିନପତି ଦୟା କର ଅତି ବେଗେ ସ୍ଥାନରୁ ହୁଅ ଅନ୍ତର ନିଦ୍ରାରୁଣ কৈকেয়ীର ମୁଖ ନ ଚାହିଁବି ବିଫଳ ସାଗର ଆଉ ବଦି ନ ମରିବି ଏହିପରି ବିନୟରେ କହି ରଜନୀକି ପୁନରପି ବଳିଲେ কৈকেয়ীଙ୍କ ଆଣିକି ଆଗ ପିଏ ଚାଟୁ କଥା କହିଲେଣି କେତେ ଅଣୁମାତ୍ର ଦୟା ନାହିଁ ତଥାପି ତୋ ଚିତ୍ତେ ପଥର ତରଳରେ ଯାନ୍ତା ଲୁହା ହନ୍ତା ପାଣି ତୋ ଚିତ୍ତ ନ ଚଳେ ଏତେ ଚାଟୁ ଆଣି ଶୁଣି ପ୍ରତିଜ୍ଞା କରିଛି ରାଜା ସଭା ମଧ୍ୟରେ ବସି ଶୁଣିଛନ୍ତି ରାଜା ପ୍ରଜା ଯୋଗୀ ବ୍ରହ୍ମ ଋଷି କାଲି ପ୍ରାତେ ଶ୍ରୀରାମକୁ ଦେବି ରାଜ୍ୟଭାର କେହ୍ନେ ବନେ ପଠାଇବି କହ ରାମାବର ସୂର୍ଯ୍ୟବଂଶୀ ଜାତ ମୋର ନାମ ଦଶରଥ ଅଯୋଧ୍ୟା ନୃପତି ମତେ ଜାଣନ୍ତି ଜଗତ ହାତୀ ଦାନ୍ତ ଠାର ରୁଦ୍ଧ ଅତି ମୋ ବଚନ କି ବଲିବେ ବିଚଳିତ ହେଲେ ସାଧୁଜନ ତୋହି ପରା ନୀତି ଶାସ୍ତ୍ର ଜାଣୁ ବସୁକେଶୀ ପ୍ରତିଜ୍ଞା ଭଙ୍ଗ ଏ ରାଜା ହୁଏ ବର ଋଷି ମହତ ଜନର ମାନ ଅଟେ ଧନ ପ୍ରାଣ ମହାମାନହୀନ ରାଜା ହୁଏ ମୃତ୍ୟୁର ସମାନ ମଥାରେ ସୁଦୟା କର ଆଗ ଚାରୁ ହାସି ଧରୁଷିତ କର ପରି କଥାକୁ ହସି ହେମନ୍ତ ବହୁତ ଚାଟୁ କହିଲେ ରାୟନ ଲେଶ ମାତ୍ର ନ ଚଳିଲା কৈକେୟୀଙ୍କର ମନ ପୁନରପି ନରପତି ମୂର୍ଚ୍ଛିତ ହୋଇଲେ କିଛି କ୍ଷଣ ପରେ ପୁଣି ଚେତନ ପାଇଲେ কৈকেয়ীଙ୍କ ବହିଲେ ଶୁଣ ଆହେ ନରନାଥ କାହା ପାଇଁ ବାରମ୍ବାର ହେଉଛ ଅଚେତ ବାଲକ ପରାୟ କିମ୍ବା କରୁଛ ରୋଦନ ଅନର ପରାୟ କର ଭୂମକୁର ହୈନ ପୂର୍ବେ ମୁହିଁ କରିଥିଲି ତୁମ୍ଭ ଉପକାର ସେ କାରଣ ମତେ ଜାତି ଦେଇଥିଲ ବଳ ତାହା ଦେବା ପାଇଁ ଯେବେ ହେଉଛ କୁଣ୍ଠିତ ପ୍ରତିଜ୍ଞା ଲଙ୍ଘନ ପାପ ଭୋଗିବ ନିଶ୍ଚିତ ସବୁ ଧର୍ମ ମଧ୍ୟ ସତ ଅଟଇ ପରାୟଣ ସ୍ନେହ ଲୋଭେ ପରି ସତ୍ୟ ନଲଙ୍ଘ ରାୟନ ଦେଖ ସତେ ମେଘ ମାନେ ବରଷନ୍ତି ନୀର ସତ୍ୟ ଯୋଗ ବୁଦ୍ଧିରେ ବା ହୋଇଛନ୍ତି ସ୍ଥିର ଚନ୍ଦ୍ର ସୂର୍ଯ୍ୟ ହେଉଛନ୍ତି ସତ୍ୟ ଜାତ ଏ ଜଗତ ହୋଇଅଛି ସତ୍ୟ ପ୍ରତିଷ୍ଠିତ ଧୈର୍ଯ୍ୟ ଧରି ସତ୍ୟ ରଖ ଆହେ ନର ସାଇ ନହିରେ ମରିବେ ନିଶ୍ଚୟ ମହି ବିଷ ଖାଇ
ভয় কপট বুঝি পাইলি হে নাথ, কপটি পৌষ সঙ্গ নয় উচিত, জিথিবা যায় দুঃখ মনে, জিথিবা যায় দুঃখ মনে নকবাস, জীবন তেজিবি ভক্তি কালকূট বিশ্ব। ওম শ্রী সীতারাম।